এটা ହଉଛି ଅଲଣା ଓଷାର ଗୋଟେ ଭିଡ଼ିଓ। ସେଥିପାଇଁ ମୁଁ ମୋ ନଣନ୍ଦ ମୋ ଖୁଡ଼ି ମିଶି ବାହାରି ଯାଇଥିଲୁ ଟିକେ ପୂଜା କରିବା ପାଇଁ ଅଲଣା ଓଷା କେମିତି ହେଲା ଚାଲି। ଏ ଓଷା ମୁଁ କରିନଥିଲି କିନ୍ତୁ ଆମ ଝିଅ ଯେତେବେଳେ କରିଥିଲେ ମୁଁ ତାଙ୍କ ସହିତ ଯାଇଥିଲି ଟିକେ ବୁଲିବା ପାଇଁ, ଦିଅଙ୍କୁ ମୁଣ୍ଡିଆ ମାରିବା ପାଇଁ। ଏଠି ଆସିଲା ପରେ ଟିକେ ମଜାମସ୍ତି ଚାଲିଲା, ସେପଟେ ଦିଅ ପୂଜାପୂଜି ଚାଲିଲା, ଏପଟେ ମଜାମସ୍ତି ଚାଲିଲା। ଆଉ ସ୍ତ୍ରୀ ଲୋକ ଯୋଉଠି ଥିବେ ସେଠି ତ ଗହଳି ହବ ହିଁ ହବ। ଏଠି ବି ସେମିତି ବହୁତ ଗହଳି ହଉଥିଲା, ଏପଟେ ମଜାମସ୍ତି ଚାଲିଥିଲା, ଏପଟେ ଦିଅ ପୂଜାପୂଜି ଚାଲିଥିଲା, ସେପଟେ ପିଠା ଛଣା ବି ଚାଲିଥିଲା। ଏମିତିରେ ଯେହେତୁ ଏ ପୂଜାରେ ପିଠା ଛାଣିବା ଯେଉଁ ପିଠା ପୂଜା କରିବାର କିଛି ଥାଏ ପରମ୍ପରା, ସେଥିପାଇଁ ପିଠା ଛଣାଛଣି ଚାଲିଥିଲା, ଏପଟେ ଗପସପ୍ ଚାଲିଥାଏ। ମୁଁ କାହା ସହିତ ମିଶିନି ନା, ସେଥିପାଇଁ ମୋତେ ଟିକେ ଲାଜ ଲାଗୁଥାଏ। ସେଥିପାଇଁ ମୁଁ ସାଇଲେଣ୍ଟ ହେଇକି ବସିଲା ଗୋଟେ ଜାଗାରେ, ସିଏ ପୁରା ଆରାମସେ ଭିଡ଼ିଓ ବନାଉଥାନ୍ତି। ତାପରେ ଆମେ ପଳେଇ ଆସିଥିଲୁ ଟିକେ ପିଠା ଗଢ଼ିବା ପାଇଁ। ମୁଁ ଏଠି ମୋ ନଣନ୍ଦ, ମୁଁ ଆଉ ଯାଆ ହେବେ ବଡ଼ ଯାଆ ନାନୀ, ଆମେ ମିଶିକି ଗୋଟେ ଜାଗାରେ ପିଠା ଗଢ଼ୁଥିଲୁ। ଅନ୍ୟମାନେ ବି ଗଢ଼ୁଥିଲେ, ଆମେ ଅଲଗା ଟିକେ ଗଢ଼ୁଥିଲୁ। ଦେନ୍ ପୂଜା ଷ୍ଟାର୍ଟ ହେଇଥିଲା। ଏଠି ଆମ ଦେଠେଇ ହେବେ, ଦେଠେଇ ଶାଶୁ, ସେ ପୂଜା କରୁଥିଲେ। ତାପରେ ପୂଜା ସରିଲା ପରେ ଦିଅଙ୍କୁ ବନ୍ଦାବନା କରି ମୁଣ୍ଡା ମାରି ସାରିବା ପରେ ଆଳତି ନେଇଥିଲେ। ଏଇଟା ମୋ ପାଇଁ ଫାଷ୍ଟ ଏକ୍ସପିରିଏନ୍ସ, କାରଣ ଆମ ଗାଁ ପଟେ ମୁଁ ସବୁ ଦେଖିନି, ମୁଁ ଏଇଟା ଫାଷ୍ଟ ଟାଇମ୍ ଫିଲ୍ମ ଭଲ ଲାଗିଲା। କେଉଁମାନେ ବି ଓଷା ସବୁ କରନ୍ତି ନିହାତି ଜଣାଇବେ ମୋତେ କମେଣ୍ଟ ସେକ୍ସନରେ। କିନ୍ତୁ ଯାହା ବି ହଉ ଭଲରେ ଭଲରେ ପୂଜାଟା ସମ୍ପୂର୍ଣ୍ଣ ହେଲା। ଦେନ୍ ସମସ୍ତେ ଆଳତି ନେଲେ, ଆଳତି ସରିବା ପରେ ଭୋଗ ସାରିଲେ। ପୂଜା ସରିବା ପରେ ଏଠି ଷ୍ଟାର୍ଟ ହେଲା ଆମର ଭୋଗ ବାଣ୍ଟିବା। ମୋତେ ବାଣ୍ଟିବାଠୁ ମୋତେ ଦେଖିବା ପାଇଁ ଟିକେ ବେଶୀ ଭଲ ଲାଗେ, ସେଥିପାଇଁ ମୁଁ ଭିଡ଼ିଓ କରୁଥିଲି, ପରେ ଦେଖିଲେ ମନେ ପଡ଼ିବ ବୋଲି। ତାପରେ ଆମେ ଚାଲିଲୁ ଘରକୁ ଆସିବା ପରେ ଆମେ ବାଟରେ ଏଇଭଳି ଗୋଟେ ପୋଲ ମଝିରେ ଦେଇକି ଆସିଲୁ। ମୋତେ ଭାରି ଭୟ ଲାଗୁଥାଏ କିନ୍ତୁ ମଜା ବି ଲାଗୁଥାଏ। ତାପରେ ଘରକୁ ଆସିବା ପରେ ଆମର ଗେଲୁ ଆମ ବାଟକୁ ଅନେଇକି ବସିଥାଏ, ତା ସହିତ ଗେଲ ହେଲୁ। ତାକୁ ଦେଖି ସାରିଲା ପରେ ପୁରା ମାଇଣ୍ଡ ଫ୍ରେଶ୍ ହେଇଗଲା। ଏମିତି କିଛି ଥିଲା ମୋର ଆଜିର ଦିନଟି। ରହିଲି, ଦେଖା ହବ ଆଉ ଗୋଟେ ଭିଡ଼ିଓରେ।